ଆପଣ ଦେଖୁଥିବା ଚିତ୍ରଟି ହେଉଛି ନାଇଗ୍ଲେରିଆ ଫଲେରି ବା ବ୍ରେନ୍ ଇଟିଂ ଆମିବାର। ଏହା ପ୍ରାଇମେରୀ ଆମେବିକ୍ ମେନିଞ୍ଜୋସାଇଫାଲାଇଟିସ୍ ରୋଗର କାରଣ ଅଟେ। କେରଳରେ ମେ 20 ତାରିଖରେ ଏକ 5 ବର୍ଷୀୟ ଶିଶୁର ଏହି ରୋଗରେ ମୃତ୍ୟୁ ଘଟିଛି। ଏନ୍ ଫଲେରି ବା ନାଇଗ୍ଲେରିଆ ଫଲେରି ଫ୍ରେଶ୍ ପାଣିରେ ବା ସ୍ୱଚ୍ଛ ପାଣିରେ ବାସ କରେ। ସନ୍ତରଣ କରୁଥିବା ସମୟରେ ଏହା ନାକ ବାଟ ଦେଇ ମସ୍ତିଷ୍କ ଭିତରକୁ ପ୍ରବେଶ କରିଥାଏ ଏବଂ ମସ୍ତିଷ୍କର ସମସ୍ତ ଟିସ୍ୟୁମାନଙ୍କୁ ନଷ୍ଟ କରିଦେଇଥାଏ, ଯାହାଫଳରେ କି ଲକ୍ଷଣ ଦ୍ୱାରା ମୁଣ୍ଡ ଯନ୍ତ୍ରଣା, ଜ୍ୱର, ବାନ୍ତି ଏବଂ କିଛି ଦିନ ପରେ ମଣିଷ କନଫ୍ୟୁଜନ୍ ବା ହାଲୋସିନେସନ୍ ଅନୁଭବ କରେ। ତେଣୁକରି ଏହାର ଚିକିତ୍ସା ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଖୋଜି ପାଇନାହାନ୍ତି।